ନମସ୍କାର। ଆଜି ସକାଳେ ସମସ୍ତେ ଚିଙ୍ଗୁଡ଼ି ତରକାରୀ ଆଉ ଭାତ ଖାଇଲେ। ମୋତେ ସବୁବେଳେ ଆମିଷ ଖାଇବାକୁ ଭଲ ଲାଗେନି, କିନ୍ତୁ ମୁଁ ଆମିଷ କରେ। ଯେହେତୁ ଏମାନେ ସମସ୍ତେ ଆମିଷ ଟିକେ ଖାଇବାକୁ ଭଲ ପାଆନ୍ତି, କିନ୍ତୁ ମୋତେ ଏତେ ଭଲ ଲାଗେନି ଆମିଷ। ଭାବିଲି କିଛି ସାଧାସିଧି ଖାଇବି, ତ ଅଗଣାରେ ଦେଖିଲା ବେଳକୁ ଗୋଟେ ବଡ଼ ନାଲି ଖଡ଼ା ଶାଗ ଗଛଟେ ହେଇଛି। ମୁଁ ଆକୁ ଜମା ତାକୁ କାଟେନି, ଟିକେ ବଡ଼ ହେଇଗଲେ ଅଧା ଅଧା କାଟିଦିଏ, ପୁଣି ସେ କଅଁଳିଯାଏ। ଏମିତି ବହୁତ ଥର ହୁଏ। ତ କିଛି କଅଁଳିଆ ଶାଗ ସବୁ ତୋଳିକି ନେଇ ଆସିଲି। ଜଣଙ୍କ ପାଇଁ କାଫି, ସବୁ ଶାଗ ଯେତିକି ଦରକାର ମୋ ପାଇଁ ସେତିକି କେବଳ ଜଣଙ୍କ ପାଇଁ ହିଁ କରିବି। ଏମାନେ ସବୁ ଯେହେତୁ ଆମିଷ ଖାଇବେ, ତ ଏଇ ଖଡ଼ା ଶାଗରୁ ନେଇକି ଟିକେ ନାକୁ ପଳେଇ ଆସିଲି। ମୁଁ କହିଲି ଚାଲେ ଆଜି ଟିକେ ନାକୁ ଖଡ଼ା ଶାଗ କରିବି, ଯେ ସେଇଟା ଗୋଟେ ଭିନ୍ନ ଧରଣ ଭାବରେ କରିବି, ଯୋଉଟା ମୋ ନଣନ୍ଦ ଶିଖିଥିଲେ। ତ ସତ କଥା, ନାଲି ଖଡ଼ା ଶାଗଟା ଭାରି ଟେଷ୍ଟ ଲାଗେ। ତାକୁ ଖାଲି ପିଆଜ ଦେଇକି ଭାଜିବେ ନା, ବହୁତ ବଢ଼ିଆ ଲାଗେ। ତ ଏମିତିଆ ବାଛି ବୁଛିକି କଅଁଳିଆ ଶାଗ ଟିକେ ନେଇକି ପଳେଇ ଆସିଲି। ଭାବିଲି କ'ଣ କରିବି, ଭାଜିବି ନା ତାକୁ କ'ଣ କରିବି। ତ ମନେ ପଡ଼ିଗଲା ନଣନ୍ଦଙ୍କର ଗୋଟେ ରେସିପି କଥାଟେ ମୋତେ ଶିଖେଇଥିଲେ। ନୂଆ ନୂଆ ବାହା ହେଇକି ମୁଁ ଆସିଥାଏ, ତ ଟିକେ ନାକୁ ପେଜ ରଖିଦେଲି। ତ ଯୋଉ ଭାତ ଥିଲା ନା, ସେଇ ଭାତର ଅରୁଆ ଭାତର ପେଜ ରଖିଦେଲି। ସେ ପେଜ ଅଳ୍ପ ଟିକେ ରଖିଦେଇଥିଲି। ଟିକେ ଗରମ ପାଣି, ଟିକେ ପ୍ରଥମେ ଗରମ ପାଣି ଗୋଟେ ପ୍ୟାନରେ ବସେଇଦେଲି। ତାପରେ ସେ ପେଜକୁ ଟିକେ ନାକୁ ଢାଳିଦେଲି। ସେ ପେଜ ଫୁଟୁଥାଏ, ସେପଟେ ମୁଁ କିଛି ପନିପରିବା ରଖିଥାଏ। ପନିପରିବାରେ ମୁଁ ନେଇଥିଲି ଭେଣ୍ଡି। ଆପଣମାନେ ଚାହିଁଲେ ଭେଣ୍ଡିକୁ ସ୍କିପ୍ କରିଦେବେ। ମୋତେ ଯେହେତୁ ଭେଣ୍ଡିଟା ଟିକେ ଭଲ ଲାଗେ, ତେଣୁକରି ମୁଁ ଭେଣ୍ଡି ନେଇଥିଲି। ତ ଏଇଠି ପାଣି ଆଉ ପେଜ ଏକା ସାଙ୍ଗରେ ଫୁଟିଗଲାଣି। ମୁଁ ପନିପରିବା ନେଇଥିଲି ଆଳୁ, ସାରୁ, ବାଇଗଣ, ଭେଣ୍ଡି, ଟିକେ ନାକୁ କଖାରୁ। ଆଉ ଆପଣ ଚାହିଁଲେ ଭେଣ୍ଡିଟାକୁ ସ୍କିପ୍ କରିଦେବେ। ଭେଣ୍ଡିଟା ନେବା ଦ୍ୱାରା ଟିକେ ନାକୁ ଲାଳ ଅଂଶ ଆସିଛି, କିନ୍ତୁ ମୋତେ ଭେଣ୍ଡିଟା ଭଲ ଲାଗେ। ତ ଏଇଠି ପନିପରିବା ସବୁ ପୁରା ଫୁଟିଗଲାଣି, ସିଝି ବି ଗଲାଣି। ତାକୁ ବେଶୀ ସମୟ ଲାଗେନି ଆଜ୍ଞା, ବହୁତ ଜଲ୍ଦି ଜଲ୍ଦି ସିଝିଯାଏ ଆଉ ବହୁତ ଜଲ୍ଦି ଜଲ୍ଦି ବି ହେଇଯାଏ। ଅଧା କିଛି ସିଝି ହେଇକି ଆସିଲା ପରେ, ଆଉ ଯେଉଁ ଶାଗ ଗୁଡ଼ାକୁ ଆଣିକି ବାଛିକି ଧୋଇକି ରଖିଥିଲି, କାଟିକି ରଖିଥିଲି, ତାକୁ ସେଥିରେ ପକେଇଦେଲି। ପକେଇକି ପୁଣି ସେ ଶାଗକୁ କିଛି 5-10 ମିନିଟ୍ ମୁଁ ତାକୁ ଫୁଟିବା ପାଇଁ ଛାଡ଼ି ଦେଇଥିଲି। ଛାଡ଼ିଦେଲା ପରେ ଏଇଠି ଦେଖିଥିବେ ପନିପରିବା ସବୁତକ ସିଝିଗଲାଣି। ଆଳୁ, ସାରୁ, ବାଇଗଣ, କଖାରୁ ସବୁ ସିଝିଗଲାଣି। ତାପରେ କ'ଣ କରିବା, ସେ ପ୍ୟାନ୍‌ରେ ଆମେ କ'ଣ କରିବା, ରସୁଣ, ପିଆଜ, କଞ୍ଚା ଲଙ୍କା ଆଉ ଶୁଖିଲା ଲଙ୍କା ବଘାରିବା। ଆଉ ବେଶୀ କିଛି ନାହିଁ, ଟିକେ ରସୁଣ ପରିମାଣ ଟିକେ ଅଧିକା ପକେଇବି। ମୁଁ ତ ଏଇଟା ଏଇଠି ମୋ ପାଇଁ ଖାଲି କରୁଛି। ଆପଣ ଯଦି ସପରିବାର ପାଇଁ କରିବେ, ଟିକେ ଅଧିକ ଶାଗ ନେବେ। ତ ସୋରିଷ ତେଲରେ ହିଁ କରିବେ। ସୋରିଷ ତେଲରେ ଟିକେ ନାକୁ ସୋରିଷ ଆଉ ଟିକେ ନାକୁ ଶୁଖିଲା ଲଙ୍କା ପକେଇ ଦେଇଥିଲି। ତାପରେ ଆମେ ଯୋଉ ରସୁଣ ଛେଚା ନୁହଁ କି, ତାକୁ ପକେଇବା। ସେ ଟିକେ ନାକୁ ଭାଜି ହେଇ ଆସିଲା ପରେ ଯାଇକି ଆମେ ପିଆଜ ପକେଇବା। ଯେତେବେଳେ ପିଆଜ ପକେଇବା, ସେତେବେଳେ ସେ ସାଙ୍ଗେ ସାଙ୍ଗେ ସେଇ ସମୟରେ ଆମେ କଞ୍ଚା ଲଙ୍କାଟାକୁ ପକେଇବା, କାରଣ କଞ୍ଚା ଲଙ୍କାଟା ବହୁତ ଫୁଟିଥାଏ, କିନ୍ତୁ ବଢ଼ିଆ ଫ୍ଲେଭର୍ ଆସିଥାଏ। ରାଗ ହବନି, କିନ୍ତୁ ବଢ଼ିଆ ଫ୍ଲେଭର୍ ଆସିଥାଏ। ତ ଏଇଠି ଦେଖୁଥିବେ ଭଲ ଭାବେ ରସୁଣ ଆଉ ପିଆଜ ଭାଜି ହେଇଗଲାଣି। ଏଇ ସମୟରେ, ଏଇ ଷ୍ଟେଜ୍‌ରେ ଆମେ କ'ଣ କରିବା, ଯୋଉ ଶାଗକୁ ଆମେ ସିଝେଇକି, ଶାଗ ଆଉ ପନିପରିବା ସିଝେଇକି ରଖିଥିବା, ତାକୁ ଆମେ ଆଡ଼୍ କରିବା। ଦେଖନ୍ତୁ, ଆଡ଼୍ କରିସାରିଲା ପରେ ସେଇଥିରେ ଆମେ ଗୋଟେ ଚୁନା ଦେବା। ଚାଉଳ ଚୁନା ହଉ କି ଚୁଡ଼ା ଚୁନା। ମୁଁ ଏଇଟା ଚୁଡ଼ା ଚୁନା ପକେଇଛି ଚାମଚେ। ଟିକେ ଅଧିକ ପରିମାଣରେ କଲେ ଅଧିକ ପରିମାଣରେ ଚାମଚରେ ପକେଇବେ। ତ ଗୋଟେ ଚାମଚ ମୁଁ ପକେଇଛି। ଏଇଟା ହେଉଛି ଚୁଡ଼ା ଚୁନା। ଆପଣମାନେ ଚାହିଁଲେ ବି ଚାଉଳ ଚୁନା ବି ପକେଇ ପାରିବେ। ବହୁତ ହି ବଢ଼ିଆ ଲାଗିଥାଏ ଏ ଶାଗ ସନ୍ତୁଳାଟା। ଖାଲି ଗରମ ଭାତ ସାଙ୍ଗରେ ଖାଇ ହେଇଯିବ। ଆ ସାଙ୍ଗରେ କିଛି ହିଁ ଦରକାର ହବନି। ତ ମୁଁ କିଛି କରିନଥିଲି, ଯେହେତୁ ସକାଳେ ଆସୁ ପାଇଁ ଟିଫିନ୍ କରିଥିଲି, କିଛି ତରକାରୀ ଥିଲା, ତାକୁ ଲଗେଇକି ଖାଇ ଦେଇଥିଲି। ତ ବଢ଼ିଆ ଭାବେ ଲାଗେ ଏ ଦେଶୀ ରେସିପିଟା। ବହୁତ ହି ଟେଷ୍ଟି ଲାଗେ, ବହୁତ ହି ହେଲ୍ଦି, ବହୁତ ହି ବଢ଼ିଆ ଲାଗେ ଏ ରେସିପିଟା। ଆପଣମାନେ ନିଶ୍ଚିତ ଥରେ ବନାନ୍ତୁ। ତାପରେ ହେଇସାରିଲା ପରେ ଗ୍ୟାସ୍ ବନ୍ଦ କରିଦେବେ। କଞ୍ଚା ସୋରିଷ ତେଲ ଟିକେ ନାକୁ ଦେଇକି ତାକୁ ଭଲସେ ଗୋଳେଇ ଦେବେ। ଗୋଳେଇ ଦେଲା ପରେ ଦେଖିବେ ସେ ଶାଗର ଟେଷ୍ଟ ଜବରଦସ୍ତ ଟେଷ୍ଟ। ନିଶ୍ଚିତ ଭାବରେ ଥରେ ବନାନ୍ତୁ, ନିଶ୍ଚିତ ଭାବରେ ଥରେ ଖାଆନ୍ତୁ। ସିରିୟସଲି ବହୁତ ବଢ଼ିଆ ଲାଗେ। ଯେହେତୁ ଆମମାନଙ୍କର ଦେଶୀ ଖାଇବା ଆମେ ଆସ୍ତେ ଆସ୍ତେ ଭୁଲି ଯାଉଛେ, ଥରେ ଥରେ ବନାନ୍ତୁ ନା। ଦେଶୀ ଖାଇବା ନିଜେ ଖାଆନ୍ତୁ, ନିଜ ପରିବାରକୁ ଦିଅନ୍ତୁ, ଆମ ଛୁଆମାନଙ୍କୁ ବି ଏଗୁଡ଼ାକ ବି ଟିକେ ଦେବା ନା। ତ ବହୁତ ହି ବଢ଼ିଆ ଲାଗେ। ଏ ଦେଶୀ ଆଇଟମ୍ ବନାନ୍ତୁ, ଖାଆନ୍ତୁ। ଆଉ ମୋ ଚ୍ୟାନେଲ୍‌ଟାକୁ ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ ପ୍ଲିଜ୍। ମୁଁ ଏମିତି ବହୁତ ସାରା ଦେଶୀ ଆଇଟମ୍ ନେଇକି ଆସିବି। ପ୍ଲିଜ୍ ମୋ ଚ୍ୟାନେଲ୍‌ଟାକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ। ସମସ୍ତେ ଭଲରେ ରୁହନ୍ତୁ।